ଶଇତାନ ଓ ମଣିଷ। ଶଇତାନ ଓରଫ ଅନ୍ୟ ନାମଧାରୀ ଇବ୍ଲିସ୍ ମଣିଷର ଅଲ୍ଲାହଙ୍କ ଦ୍ୱାରା ମାଟିର ମୂର୍ତ୍ତିରୁ ଜୀବନ୍ୟାସ ପାଇ ଜାତ ପୂର୍ବରୁ ନିଆଁରୁ ଜାତ ହୋଇ ସାରିଥିଲା। କୁହାଯାଏ ଶଇତାନ ବା ଇବ୍ଲିସ୍ ଅଲ୍ଲାହଙ୍କର ଶ୍ରେଷ୍ଠ ବନ୍ଦା ବା ଭକ୍ତ ଥିଲା। ଉପାସନାରେ, ଆରାଧନା କରିବାରେ ଫରିସ୍ତା ବା ଏଞ୍ଜେଲ ବା ମଲାଇକା ବା ଦେବଦୂତଙ୍କର ସର୍ଦ୍ଦାର ଥିଲା। କିନ୍ତୁ ଯେତେବେଳେ ଆଲ୍ଲାହ ମଣିଷକୁ ମାଟିର ମୂର୍ତ୍ତିରୁ ଜୀବନ୍ୟାସ ଦେଇ ସୃଷ୍ଟି କରିସାରିବା ପରେ ସ୍ୱର୍ଗର ସମସ୍ତ ଦେବଦୂତଙ୍କୁ ମଣିଷକୁ ସମ୍ମାନ ପ୍ରଦର୍ଶନର ମୁଣ୍ଡିଆ ବା ସଜଦାଏ ତାଜିମି ର ସାଷ୍ଟାଙ୍ଗ ପ୍ରଣିପାତ କରିବାକୁ ଆଦେଶ ଦେଲେ। ହୁକୁମ ଦେଇ କହିଲେ, ମୋର ସୃଷ୍ଟିର ସର୍ବୋତ୍ତମ ସର୍ବଶ୍ରେଷ୍ଠ ସତ୍ତା ଆଦମ ନାମଧାରୀ ଆଦମୀ ବା ମଣିଷକୁ ମୁଣ୍ଡିଆ ମାର। ସବୁ ଦେବଦୂତ ବା ଫରିସ୍ତା ଆଲ୍ଲାହଙ୍କର ଆଦେଶ ମାନି ସଜଦାଏ ତାଜିମି ବା ସମ୍ମାନ ପ୍ରଦର୍ଶନର ମୁଣ୍ଡିଆ ମାରିଲେ। ଇବ୍ଲିସ୍ ଆଲ୍ଲାହଙ୍କର ଆଦେଶକୁ ଅମାନ୍ୟ କଲା, ମାନିଲା ନାହିଁ। ଆଲ୍ଲାହ ପଚାରିଲେ, ହେ ଇବ୍ଲିସ୍, ମୁଁ ଆଲ୍ଲାହ ଯେତେବେଳେ ମଣିଷକୁ ମୁଣ୍ଡିଆ ମାରିବାର ଆଦେଶ ଦେଲି, ତୁ କାହିଁକି ମୁଣ୍ଡିଆ ମାରିଲୁ ନାହିଁ? ଉତ୍ତରରେ ଶଇତାନ ବା ଇବ୍ଲିସ୍ କହିଲା, ଗର୍ବ କରିକି ଫୁଟାଣି ମାରିକି ଯେ ମୁଁ ମଣିଷଠାରୁ ସୃଷ୍ଟିରେ ବଢ଼ିଆ। ତୁ ଆଲ୍ଲାହ ମୋତେ ନିଆଁରୁ ତଥା ମଣିଷ ପୂର୍ବରୁ ସୃଷ୍ଟି କରିଛୁ। ମୁଁ ମଣିଷଠାରୁ ବଡ଼ ସିନିୟର ଅଛି, ସେଥିପାଇଁ ମୁଁ ମଣିଷକୁ ମୁଣ୍ଡିଆ ମାରି ନଥିଲି। ମୋର କିବା ଗରଜ ପଡ଼ିଛି ଯେ ମୁଁ ମଣିଷକୁ ମୁଣ୍ଡିଆ ମାରିବାକୁ ଯିବି? ଆଲ୍ଲାହ ରାଗିଯାଇ ଶଇତାନ ବା ଇବ୍ଲିସ୍କୁ ସ୍ୱର୍ଗ ବୈକୁଣ୍ଠ ବା ଜନ୍ନତରୁ ତଡ଼ିଦେଲେ। ତଡ଼ା ଖାଇବା ସମୟରେ ଇବ୍ଲିସ୍ ଅନୁରୋଧ କରି କହିଥିଲା, ମୁଁ ଠିକ୍ ରାସ୍ତା ଧରିଥିଲି, ତୋର ଆରାଧନାର ରାସ୍ତା। ତୁ ହିଁ ମୋତେ ପଥଭ୍ରାନ୍ତ ବା ଗୁମରାହ ପଥହୁଡ଼ା କଲୁ। ସଂସାରର ସବୁ ଜୀବନଧାରୀ ମଣିଷ ନିଜ ନିଜ ମୃତ୍ୟୁ ପାଇ ମରିସାରି ଏକାଥରକେ ତୋର ଗୋଟିଏ ଡାକ କୁନ୍ ଫୟକୁନ୍ ବା ହୁଅ ହୋଇଯାରେ ପାଇ ହସ୍ର କି ମଇଦାନ ବା ପରିଣାମ ପ୍ରାପ୍ତିର ପଡ଼ିଆରେ ବିଚାର ଦାନ ପାଇଁ ଏକାଠି ଜମା ହୋଇ ଠିଆ ହେବାର କୟାମତ ଦିନ ପର୍ଯ୍ୟନ୍ତ ମୋତେ ମୋହଲତ ବା ସୁଯୋଗ ଅବସର ଦେ କି ମୁଁ ତୋର ଅମାନିଆ, ସମକକ୍ଷକାରୀ, ଧର୍ମ ନଷ୍ଟକାରୀ, ଜିଦିଆ, ବିମୁଖୀ, ଅବିଶ୍ୱାସୀ ଲୋକମାନଙ୍କର ସାଥୀ ହୋଇ ସାଙ୍ଗ ଥାଇ ସେମାନଙ୍କୁ ବାଟରୁ ଅବାଟକୁ ନେବି, ପଥହୁଡ଼ା ବା ଗୁମରାହ କରାଇବି। ସେମାନଙ୍କ ମନରେ ମିଛ ଧାରଣା ଭର୍ତ୍ତି କରି ଏଇ ଭାବନା ବା ୱସୱସା ଦେବି କି ଯେମିତି ସେମାନେ ତୋର ଏକମାତ୍ର ସନାତନ ବା ସବୁଦିନିଆ ରହିବାର ଇଟରନାଲ ବା ଶାଶ୍ୱତ ଏକେଶ୍ୱରର ଧର୍ମକୁ ବଦଳାଇ ମିଛ ତଥା ବାତିଲ ଅନେକେଶ୍ୱରର ସମକକ୍ଷକାରୀ ବା ମୁଶ୍ରିକ ଧର୍ମ କରିଦେବେ। ତୋତେ ନ ମାନି ସେମାନଙ୍କର ମନଗଢ଼ା ମିଛ କାଠ, ପଥର, ଧାତୁରେ ମୂର୍ତ୍ତି ପ୍ରତିମା ଗଢ଼ିବେ, ନିଜ ହାତରୁ ଧର୍ମଗ୍ରନ୍ଥ ଲେଖିବେ, ମିଛ ପ୍ରତିମାମାନଙ୍କୁ ଓ ଧର୍ମ ପ୍ରଚାରକମାନଙ୍କୁ ପ୍ରଭୁ ମାନି ମୁଣ୍ଡିଆ ମାରିବେ, ନହେଲେ ତୋର ନର୍କ ଭରିପାରିବ ନାହିଁ। ଆଲ୍ଲାହ କହିଲେ, ହଉ, ତୋତେ ମୁଁ ମଣିଷକୁ ଗୁମରାହ ବା ପଥଭ୍ରାନ୍ତ ପଥହୁଡ଼ା କରିବାର ଅନୁମତି ଦେଲି। ଏବେ ତୁ ତୋର ବଳ ପାରିଲାପଣ ଦେଖା। ହେଲେ ମୋର ପ୍ରକୃତ ନିଷ୍ଠାପର ନୈଷ୍ଠିକ ବନ୍ଦା ବା ଭକ୍ତମାନଙ୍କୁ ବହଲାଇ ଫୁସଲାଇ ପ୍ରଲୁବ୍ଧ ଜମାରୁ କରିପାରିବୁ ନାହିଁ। ତୋତେ ଯିଏ ମାନିବ, ସାଙ୍ଗ କରିବ, ପ୍ରଭୁ ଜ୍ଞାନ କରିବ, ପ୍ରଭୁ ମନେ କରିବ, କେବଳ ସେଇମାନଙ୍କୁ ଯାହା ଗୁମରାହ ବା ପଥହୁଡ଼ା ପଥଭ୍ରାନ୍ତ କରାଇ ପାରିବୁ। ସୁତରାଂ ସେବେଠାରୁ ଆଲ୍ଲାହଙ୍କଠାରୁ ମୋହଲତ ସୁଯୋଗ ପାଇ ଶଇତାନ ମଣିଷର ଚିରଶତ୍ରୁ ହୋଇଅଛି। ଶଇତାନକୁ ଆଲ୍ଲାହ ଦୁଷ୍ଟ, ପାଜି ବା ମର୍ଦୁଦ ବୋଲି କହିଛନ୍ତି ଏବଂ ଆଲ୍ଲାହଙ୍କର ବିମୁଖୀ ବା ମୁନକିର ବା ଅମାନିଆ, ଅବିଶ୍ୱାସୀ ବା କାଫିର, ମାଟି, ଧାତୁ, ପଥରକୁ ଏବଂ ଧର୍ମଗୁରୁ ଇତ୍ୟାଦିଙ୍କୁ ଆଲ୍ଲାହଙ୍କ ସହିତ ସମାନ ବା ସମକକ୍ଷ ବା ତୁଳନା କରାଇ ପ୍ରଭୁ ଈଶ୍ୱର ମନେ କରିବା, ମଣିବାର ମୁଶ୍ରିକ ବା ସମକକ୍ଷକାରୀ ପଣକର୍ତ୍ତାଙ୍କ ସହିତ ବା ଫାସିକ ବା ଆଲ୍ଲାହଙ୍କର ଧର୍ମ ନଷ୍ଟକାରୀ ଭକ୍ତ ବା ବନ୍ଦାମାନଙ୍କ ସହିତ ମିଶାଇ ଶଇତାନକୁ ନର୍କ ବା ଜେହେନ୍ନମ ବା ଦୋଜଖକୁ ପଠାଇବେ। ଆଲ୍ଲାହ କହିଛନ୍ତି, ପ୍ରତିଶୋଧ ନେବାରେ ମୁଁ ଜଣେ ମାତ୍ର ବିଜୟୀ।
ବା ଆଲ୍ଲାହ ଗାଲିବ ହୈ ବଦଲା ଲେନେ ୱାଲା। ପୁଣି ଆଲ୍ଲାହ ବେଜାରି ବା ବିରକ୍ତିଆ ସତ୍ତା, ପୁଣି ଯେସାକୁ ତେସାରେ ବଦଳ ଦେବାକାରୀ ଅଟନ୍ତି ବୋଲି ନିଜେ କୋରାନରେ କହିଛନ୍ତି। ପୁଣି କହିଛନ୍ତି, ମୁଁ ଆଲ୍ଲାହ ସବୁଠାରୁ ବଢ଼ିଆ ନିର୍ମାତା ବା ନିର୍ମାଣକାରୀ। ମଣିଷକୁ ସେ ନିଜେ ଅଶ୍ରଫୁଲ ମଖଲୁକାତ ବୋଲି କହିଛନ୍ତି। ମାନେ ହେଲା, ସୃଷ୍ଟି ସମଗ୍ରରେ ମଣିଷ ହେଉଛି ସର୍ବୋତ୍ତମ ଓ ସର୍ବଶ୍ରେଷ୍ଠ। ଆଲ୍ଲାହ କହିଛନ୍ତି, ମୁଁ ସେ ଦୁର୍ବଳ ଶକ୍ତି ନୁହେଁ ଯେ ମଣିଷ ମୋର କାବୁ ବା କବଳରୁ ଆୟତ୍ତରୁ ଖସି ବାହାରି ପଳାଇଯିବ। ମଣିଷକୁ ତାହାରି ବଦଳ ମିଳିବ ଯାହା ମଣିଷ କରୁଥିଲା। ତୁମେ ଉସି କା ବଦଲା ଯୋ କରତେ ଥେ। ଆଲ୍ଲାହ ନିଜେ ଶୈତାନ ସପକ୍ଷରେ କହିଛନ୍ତି। ଶୈତାନ ମଣିଷକୁ କହିବ, ତୁ ମୋର ହୁଅ। ଯେବେ ମଣିଷ ଶୈତାନର ହୋଇଯିବ, ସେବେ ଶୈତାନ କହିବ, ମୁଁ ଚାଲିଲି। ହେ ମୋର ପ୍ରଭୁ ଆଲ୍ଲାହ, ମୁଁ ମଣିଷକୁ ପଥହୁଡ଼ା ପଥଭ୍ରାନ୍ତ ବା ଗୁମରାହ କରିନାହିଁ, ସେ ଆପେ ପଥ ଭୁଲିଛି। ସେବେ ଆଲ୍ଲାହ ଶୈତାନକୁ କହିବ, ମୋ ସାମ୍ନାରେ ଝଗଡ଼ା କରନା। ମୁଁ ଆଲ୍ଲାହ ତୋତେ ପ୍ରଥମରୁ ନର୍କଦଣ୍ଡର ଘୋଷଣା ଦେଇସାରିଛି। ମୋ ପାଖେ କଥା ବଦଳି ନଥାଏ, ନତୁବା ମୁଁ ଆଲ୍ଲାହ ମୋର ଭକ୍ତଙ୍କ ଉପରେ ଅତ୍ୟାଚାର ଜୁଲୁମ କରେ। ପାଠ କାଫ ଦ୍ରଷ୍ଟବ୍ୟ। କୋରାନ ଭାଗ 26। ମୋବାଇଲରେ ଦିବ୍ୟ ପବିତ୍ର କୋରାନର ହିନ୍ଦୀ ବା ଉର୍ଦ୍ଦୁ ଅନୁବାଦ ମିଳୁଛି। ସମ୍ପୂର୍ଣ୍ଣ ଶୁଣି, ହେ ମଣିଷମାନେ, ଆପଣମାନେ ନିଜେ ମଲା ପୂର୍ବରୁ ମୁସଲମାନ ହୋଇ ମରନ୍ତୁ। ନହେଲେ ମଲା ପରେ ଆଉ ସୁଧୁରି ନ ପାରି ନିଶ୍ଚିତ ନର୍କଦଣ୍ଡର ନିଆଁରେ ପୁନର୍ଜୀବିତ ହୋଇ କେବଳ ସବୁ ସମୟ ପାଇଁ ଜଳୁଥିବେ। କାରଣ ମଡ଼ା ହୋଇ, ଶବ ହୋଇ, ଜୁଇରେ ଜଳି ପରଲୋକକୁ ଅମାନିଆ ଆତ୍ମା ହୋଇ ଯାଇଛନ୍ତି। ଇହଲୋକ ସୁଧାର କ୍ଷେତ୍ର, ପରଲୋକ ପ୍ରାପ୍ତି କ୍ଷେତ୍ର। ସେଠି ସଂଶୋଧନ ନାହିଁ। ଫଳ ପାଇବା ଅଛି, ପୂର୍ବ ଜୀବନର କର୍ମଫଳ ଭୋଗ ଅଛି। ପରଲୋକ ବା ପରସଂସାରରେ ସୁଧାର ସଂଶୋଧନ ନଥାଏ। ସେଠି ଇହଲୋକର କରିଥିବା କୃତକର୍ମର ଫଳଭୋଗ ଥାଏ। ଆଲ୍ଲାହ କହିଛନ୍ତି, ଶୈତାନ ବା ଇବ୍ଲିସ୍ ମଣିଷକୁ ଅସହାୟ କରି ଛାଡ଼ି ଚାଲିଯାଏ ବା ଚାଲିଯିବ। ସୁତରାଂ ମଣିଷ ଶୈତାନର ବହଲାଇବା, ଫୁସୁଲାଇବା, ତା ଆଡ଼କୁ ଲୋଭ ଦେଖାଇ ଡକାଇବା, ପ୍ରଲୋଭନ ଦେଖାରେ ଜମାରୁ ପଡ଼ୁନା। ଶୈତାନକୁ ଶତ୍ରୁ ବୋଲି ଭାବିଲେ ଶୈତାନଠାରୁ ଦୂରେଇ ରହିପାରିବ। ମଣିଷକୁ ଆଜମାଇଶ ବା ପରୀକ୍ଷାରେ ପକାଇବା ପାଇଁ ମୁଁ ଆଲ୍ଲାହ ଶୈତାନକୁ ଅନ୍ୟତମ ବଡ଼ ମାଧ୍ୟମ କରିଅଛି। ପ୍ରଥମ ମାଧ୍ୟମ ହେଲା ଦ୍ୱନ୍ଦ୍ୱ ବା ସନ୍ଦେହ ବା ମନର ୱସୱସା, ଦୁଇ ପକ୍ଷୀୟ ଚିନ୍ତାଧାରା, ହଁ ଏବଂ ନାହିଁର ଭାବନା। ହେ ବିଶ୍ୱାସୀ ମୁସଲମାନ, ଆଲ୍ଲାହଙ୍କ ଭକ୍ତମାନେ, ମଦ, ଜୁଆ ଏବଂ ମୂର୍ତ୍ତି ପ୍ରତିମା, ପଶା ଖେଳ, ଲଟେରୀ ଖେଳ ଏସବୁ ଶୈତାନୀ କାମ। ସୁତରାଂ ତୁମେମାନେ ଏମାନଙ୍କଠାରୁ ଦୂରେଇ ବଞ୍ଚିକି ରହିଲେ ସଫଳତା ବା ବିଜୟକୁ ପାଇବ। ଶୈତାନ ଏହା ଚାହିଁଥାଏ କି ତୁମକୁ ଏମାନଙ୍କ ଦ୍ୱାରା ଶତ୍ରୁତାରେ ପକାଇବ। ମଦ ପିଆଇ, ଜୁଆ ଖେଳାଇ ତୁମମାନଙ୍କୁ ଆଲ୍ଲାହଙ୍କୁ ମନେ ପକାଇବା ଠାରୁ କେମିତି ଦୂରେଇ ରଖିବ, ନମାଜ ପାଠଠାରୁ ରୋକିବ, ଏହା ତାର ଇଚ୍ଛା। ଅତଏବ ତୁମେମାନେ ଆଲ୍ଲାହର ଓ ତାର ଦୈବ ପୁସ୍ତକଧାରୀ ରସୁଲମାନଙ୍କର ହୁକୁମ ବା ଆଦେଶ ମାନ, ସତର୍କ ସାବଧାନ ରୁହ। ଯଦି ତୁମେ ଶୈତାନର ପାଲରେ ପଡ଼ି ଏସବୁ ଆଦେଶଠାରୁ ଦୂରରେ ରୁହ, ଜାଣି ରଖ କି ମୋର ଦୈବୀ ପୁସ୍ତକଧାରୀ ବା ରିସାଲତଧାରୀ ରସୁଲ ମାନଙ୍କର କାମ ହେଲା ଦାୟିତ୍ୱ କେବଳ ପ୍ରକୃତ କ୍ଷେତ୍ରରେ ଆଦେଶ ତୁମଠାକୁ ପਹੁଞ୍ଚାଇ ଦେବା ବ୍ୟତୀତ ତାଙ୍କର ତୁମଠାରେ ଆଉ କିଛି କାମ ନାହିଁ। ପାଠ ମାଏଦା। ହେ ମଣିଷ, ଆମ୍ଭେ ଆଲ୍ଲାହ ତୁମକୁ ତିଆରି କଲୁ ଓ ତୁମର ନକ୍ସା ବା ଆକୃତି ବନାଇଲୁ। ପୁଣି ଆମ୍ଭେ ଆଲ୍ଲାହ ମଲାଏକା ବା ଦେବଦୂତଙ୍କୁ ହୁକୁମ ଦେଲୁ କି ଆଦମକୁ ମୁଣ୍ଡିଆ ମାର। ସମସ୍ତେ ସଜଦା କଲେ, ମୁଣ୍ଡିଆ ମାରିଲେ। ମଣିଷକୁ ସାଷ୍ଟାଙ୍ଗ ପ୍ରଣିପାତ କରିବା ପାଇଁ ତଳେ ପଡ଼ିଗଲେ। ମାତ୍ର ଇବ୍ଲିସ୍ ବା ଶୈତାନ ମଣିଷକୁ ମୁଣ୍ଡିଆ ମାରିବାକାରୀ ନଥିଲା। ପଚାରିଲି, ହେ ଶୈତାନ, ଇବ୍ଲିସ୍, କୋଉଥିପାଇଁ ତୁ ମୋର ଆଦେଶ ଅମାନ୍ୟ କରି ମଣିଷକୁ ମୁଣ୍ଡିଆ ମାରିବାକାରୀ ହେଲୁ ନାହିଁ? କିଏ ତୋତେ ରୋକିଲା? ଶୈତାନ କହିଲା, ମୁଁ ମଣିଷଠାରୁ ବଢ଼ିଆ ଅଛି। ତୁ ଆଲ୍ଲାହ ମୋତେ ନିଆଁରୁ ତିଆରି କରିଛୁ ଆଉ ମଣିଷକୁ ମାଟିରୁ। କହିଲି, ତୁ ଏଇଠୁ ଓହ୍ଲା।
ତୋତେ ଉଚିତ ନୁହେଁ କି ଏଇଠି ଥାଇକି ଗର୍ବ କରିବୁ। ବାହାର, ତୁ ଅଛୁ ଅପମାନିତ ଗୋଷ୍ଠୀରେ। ଶଇତାନ କହିଲା, ମୋତେ ଅବସର ଦେ ସେଇ ଦିନ ପର୍ଯ୍ୟନ୍ତ ଯେଉଁଦିନ କି ଲୋକେ ପୁନର୍ଜୀବିତ ହୋଇ ବିଚାରଦାନ ପାଇଁ ଶରୀର ମନରେ ଉଠାଯିବେ। କହିଲି, ତୋତେ ମହଲତ ଅଛି। ଶଇତାନ କହିଲା, ତୋ ରାଣ ଖାଇ କହୁଛି, ତୁ ମୋତେ ବାଟ ଭୁଲା କଲୁ। ମୁଁ ବି ଅବଶ୍ୟ ତୋର ଏକେଶ୍ୱରବାଦର ଧର୍ମ ରାସ୍ତାରୁ ଲୋକଙ୍କୁ ହଟାଇ ଦେବି, ଆଉ ନିଶ୍ଚୟ ଏଥିପାଇଁ ଅପେକ୍ଷାରେ ବସି ରହିବି। ଅବଶ୍ୟ ମୁଁ ସେମାନଙ୍କ ଚାରିପାଖରୁ ସେମାନଙ୍କ ପାଖକୁ ଆସିବି। ଆଉ ହେ ଆଲ୍ଲାହ, ସେଇ ଲୋକମାନଙ୍କ ମଧ୍ୟରୁ ଅନେକଙ୍କୁ ତୁ ସନ୍ତୁଷ୍ଟ ଚିତ୍ତ ଶୁକରଗୁଜାର ଜମାରୁ ପାଇବୁ ନାହିଁ। କହିଲି, ଏଠାରୁ ପଳା, ଖାରଜ ହୋଇଯା, ଧୁତ୍କାରା ହୋଇ। ଜରୁର ସେଇ ଲୋକମାନଙ୍କ ମଧ୍ୟରୁ ଯେଉଁମାନେ ତୋର କହିବାରେ ଚାଲିବେ, ମୁଁ ଆଲ୍ଲାହ ତୁମ ସମସ୍ତଙ୍କୁ ମିଶାଇ ମୋର ନର୍କ ବା ଜେହେନ୍ନୁମ ଦୋଜଖକୁ ଭରିଦେବି। ହେ ଆଦମ, ତୁ ଆଉ ତୋର ସ୍ତ୍ରୀ ଯୋଡ଼ା ବୈକୁଣ୍ଠ ସ୍ୱର୍ଗ ବା ଜନ୍ନତରେ ରୁହ। ସେଠାରୁ ଯାହା ତୁମ ମନ ଚାହେଁ ଖାଅ, ହେଲେ ସେଇ ଗଛ ପାଖକୁ ଯିବ ନାହିଁ କି ସୀମାଟପା କରି ହୋଇଯିବ। ପରନ୍ତୁ ଶଇତାନ ସେମାନଙ୍କ ମନରେ ମନ୍ଦ ଭାବନା ପକାଇଲା କି ଖୋଲିଦେଲା ସେମାନଙ୍କର ଲଜ୍ଜା ଅଙ୍ଗକୁ, ଯାହାକି ବସ୍ତ୍ରଦ୍ୱାରା ସେମାନଙ୍କଠାରେ ଲୁଚିକି ରହିଥିଲା। ତାଙ୍କୁ କହିଲା, ତୁମର ପ୍ରଭୁ ଆଲ୍ଲାହ ସେଇ ଗଛ ପାଖକୁ ଦୁହିଁଙ୍କୁ ଯିବାକୁ ଏଥିପାଇଁ କି ମନା କରିଥିଲେ କି ତୁମେ ଦୁହେଁ କୁଆଡ଼େ ଦୁଇ ଫରିସ୍ତା ବା ଦେବଦୂତ ଏଞ୍ଜେଲ ହୋଇଯିବ, ଅଥବା ଅମର ସଦା ଜୀବନ୍ତ ସତ୍ତା ହୋଇଯିବ। ଶଇତାନ ସେମାନଙ୍କୁ ରାଣ ଦେଇ କହିଲା, ମୁଁ ତୁମ ଦୁହିଁଙ୍କର ଶୁଭାକାଂକ୍ଷୀ ଅଟେ। ଅତଏବ ସେମାନଙ୍କୁ ଲଙ୍ଗଳା କରାଇଦେଲା ଠକାମିର କଥା କହି, ଯାହା ଫଳରେ ଆଦମ ଆଉ ତାର ବିବି ସ୍ତ୍ରୀ ସେଇ ମନା କରାଯାଇଥିବା ନିଷିଦ୍ଧ ଗଛର ଫଳ ଖାଇଦେବାରୁ ଦୁହେଁ ଲଙ୍ଗଳା ହୋଇ ଲାଜ ପାଇ ନିଜ ଦେହ ଉପରେ ସ୍ୱର୍ଗ ବୈକୁଣ୍ଠର ଜନ୍ନତ ଗଛର ପତ୍ର ଚପାଇ ଦେଲେ। ମୁଁ ଆଲ୍ଲାହ ସେମାନଙ୍କର ପ୍ରଭୁ ରବ୍ କହିଲି, ମୁଁ ତୁମକୁ ମନା କରି ସତର୍କ ସାବଧାନ କରାଇଥିଲି ନା ସେଇ ଗଛ ପାଖକୁ ଯିବ ନାହିଁ ବୋଲି? ତୁମେ ମୋ କଥା ମାନିଲ ନାହିଁ। ଆଉ କହିଥିଲି, ଶଇତାନ ତୁମର ଖୋଲାଖୋଲି ମୁକ୍ତ ଶତ୍ରୁ ଅଛି। ଆଦମ ଆଉ ତାଙ୍କର ଯୋଡ଼ା ହଳ ବିବି କହିଲେ, ହେ ଆମର ପ୍ରଭୁ ବା ରବ୍, ଆମେ ଆମ ନିଜର ମନ୍ଦ କରିଲୁ। ଯଦି ତୁ ଆମକୁ କ୍ଷମା ଦେବୁ ନାହିଁ, ମାଫ ନ କରୁ, ଆଉ ଆମକୁ ଦୟା ନ କରୁ, ଅବଶ୍ୟ ଆମେ ଦୁହେଁ କ୍ଷତିଗ୍ରସ୍ତ ହୋଇଯିବୁ। ମୁଁ ଆଲ୍ଲାହ କହିଲି, ଦୁହେଁ ସ୍ୱର୍ଗରୁ ଓହ୍ଲାଅ, ତୁମେ ଜଣେ ଜଣକର ଶତ୍ରୁ। ତୁମକୁ ମୋର ଭୂମିରେ ଗୋଟିଏ ସମୟ ପର୍ଯ୍ୟନ୍ତ ରହିବା ଏବଂ ବଞ୍ଚିବା ଅଛି। ସେଇଥିରେ ବଞ୍ଚିବ, ସେଥିରେ ମରିବ, ଆଉ ସେଥିରୁ ବାହାରି ଉଠାଯିବ। ପାଠ ଆରାଫ, କୋରାନ ଭାଗ 8। ହେ ଆଦମୀୟ ମାନବ ବଂଶଧର, ତାଙ୍କର ସନ୍ତାନ, ଅବଶ୍ୟ ଆମ୍ଭେ ଆଲ୍ଲାହ ତୁମକୁ ଏପରି ଏକ ଲିବାସ ବା ପୋଷାକ ଦେଲୁ କି ତୁମର ଲଜ୍ଜାଙ୍ଗ ଲୁଚାଏ, ଆଉ ଏକ ତୁମର ବାସ ଓ ବସତିର ଆଡ଼ମ୍ବର ପ୍ରିୟତାର ପବିତ୍ରତାର ପୋଷାକ ସବୁଠାରୁ ଭଲ। ଏସବୁ ଆଲ୍ଲାହର ସଂକେତ ତଥା ନମୁନା। ତୁମେ ମଣିଷ ମୋର ଉପଦେଶ ମାନ। ହେ ଆଦମର ବଂଶଧର, ସାବଧାନ, ତୁମକୁ ଶଇତାନ ଜଞ୍ଜାଳ ବା ସମସ୍ୟା ବା ଫିତ୍ନାରେ ନ ପକାଉ, ଯେମିତି ତୁମର ବାପା ଆଦମ ଆଉ ମା ହୱାଙ୍କୁ ପକାଇଥିଲା, ଯାହା ଫଳରେ ମୁଁ ଆଲ୍ଲାହ ସେମାନଙ୍କୁ ବେହିସ୍ତ ବା ସ୍ୱର୍ଗରୁ ତଡ଼ି ବାହାର କଲି। ସେମାନଙ୍କର ଲୁଗା କଢ଼ାଇ ସେମାନଙ୍କୁ ଲଙ୍ଗଳା କରାଇ ଦେଇଥିଲି। ଫଳରେ ସେମାନଙ୍କର ଲଜ୍ଜାଙ୍ଗ ସେମାନଙ୍କୁ ଦିଶିଥିଲା। ସେଇ ଆଦମ ଓ ତାଙ୍କ ପୂର୍ବ ବଂଶଧର ସେଠାରୁ ତୁମକୁ ଦେଖୁଛନ୍ତି, ହେଲେ ତୁମେ ସେମାନଙ୍କୁ ଦେଖୁନ। ନିଶ୍ଚୟ ଆମ୍ଭେ ଆଲ୍ଲାହ ଶଇତାନକୁ ସେମାନଙ୍କର ସାଥୀ କଲୁ, ଯେଉଁମାନେ କି ମୋ ପ୍ରତି ବିଶ୍ୱାସ ଆଣନ୍ତି ନାହିଁ। ଆଉ ସେମାନେ ଯେବେ କୌଣସି ବେଲଜ୍ଜାକର କାମ କରନ୍ତି, କହିଥାନ୍ତି, ଆମେ ଆମର ପୂର୍ବପୁରୁଷଙ୍କୁ ଏମିତି କରିବାର ଦେଖିଥିଲୁ, ପାଇଥିଲୁ, ଆଉ ଆଲ୍ଲାହ ଏମିତି କରିବାର ଆମକୁ ଆଦେଶ ଦେଇଛନ୍ତି, ହୁକୁମ କରିଛନ୍ତି। ହେ ରସୂଲ ବା ମୋର ଦିବ୍ୟ ପୁସ୍ତକଧାରୀ ପୈଗମ୍ବର, ସେମାନଙ୍କୁ କହିଦିଅ, ନିଶ୍ଚୟ ଆଲ୍ଲାହ ବଜାରି ଅଲଜ୍ଜାକର କାମ କରିବାକୁ ମଣିଷକୁ ହୁକୁମ ଦେଇନାହିଁ। କ'ଣ ଆଲ୍ଲାହଙ୍କ ଉପରେ ଏମିତି ଅଯଥା ଦୋଷ ଆରୋପ ଆଣୁଛ, ଲଗାଉଅଛ, ଯାହାକୁ କି ତୁମକୁ ଜଣାନାହିଁ? ହେ ରସୂଲ, ତୁମେ ଏଭଳି ମଣିଷକୁ କୁହ, ମୋ ପ୍ରଭୁ ମୀମାଂସା
ଇନସାଫର ଆଦେଶ ଦେଇଥାଏ। ହେ ମଣିଷ, ନିଜ ମୁହଁ ସିଧା ରଖ ଆଉ କେବଳ ମୋର ହିଁ ଉପାସନା କର। ମୋରି ଦାସ ଭକ୍ତ ବନ୍ଦା ହୋଇକି ଯେମିତି ମୁଁ ତୁମକୁ ଡାକିକି କହିଅଛି। ଯେଉଁ ଲୋକମାନେ ମୋତେ ଛାଡ଼ି ଶୈତାନକୁ ସେମାନଙ୍କର ଦଳପତି ସାଥୀ କଲେ ଆଉ ମନେ କରୁଛନ୍ତି ସେମାନେ ଠିକ୍ ବାଟରେ ଅଛନ୍ତି, ହେ ମଣିଷ, ସୀମା ଟପାକାରୀ ହୁଅନା। ସୀମା ଟପାକାରୀ ମୋତେ ଆଲ୍ଲାହଙ୍କୁ ନାପସନ୍ଦ। ପାଠ ଆରାଫ ଭାଗ 8। ହେ ମଣିଷ ଶ୍ରୋତା, ଯଦି ଶୈତାନ ତୁମକୁ କୌଣସି ମନ୍ଦ କାମ ପ୍ରତି ମନରେ ପଶି ଉସୁକାଏ, ତେବେ ଆଲ୍ଲାହଙ୍କର ଆଶ୍ରା ମାଗ। ନିଶ୍ଚୟ ଆଲ୍ଲାହ ଶୁଣେ ଏବଂ ଜାଣେ। ଯେଉଁମାନେ ଆଲ୍ଲାହଙ୍କୁ ଡରନ୍ତି, ଯେବେ ଶୈତାନ କିଛି ସେମାନଙ୍କ ମନରେ ମନ୍ଦ ଭାବନାର ଆଘାତ ପହଞ୍ଚାଏ, ସାଙ୍ଗେ ସାଙ୍ଗେ ସତର୍କ ହୋଇଯାଆନ୍ତି, ମନର ଆଖି ଖୋଲି ପକାନ୍ତି। ଆଉ ଯିଏ ଶୈତାନର ଭାଇ, ଶୈତାନ ସେମାନଙ୍କୁ ବାଟହୁଡ଼ା ପ୍ରତି ଟାଣେ, ଫଳରେ ଆଲ୍ଲାହର ଆଦେଶ ଖିଲାପକାରୀ ହୋଇଯାଆନ୍ତି। ସୂରା ହିଜ୍ର ଭାଗ 14ରେ ଅଛି, ହେ ମଣିଷ, ମନେ ପକାଅ ଯେବେ ତୁମର ପ୍ରଭୁ ରବ୍ ଫରିସ୍ତା ଦେବଦୂତମାନଙ୍କୁ କହିଲେ, ମୁଁ ମଣିଷକୁ ତିଆରି କରିବି ବାଜୁଥିବା ଟେଳାର ମାଟିରୁ, ଯାହାକି ଗନ୍ଧିଆ, କାଳିଆ, ଖାଲୁଆ ଖାତରୁ ଆସିବ। ଆଉ ଯେବେ ମୁଁ ମଣିଷକୁ ସଠିକ୍ ମତେ ତିଆରି ଦେବି ଆଉ ସେଥିରେ ନିଜର ଏକ ବିଶେଷ ସ୍ତରର ଆତ୍ମା ଫୁଙ୍କି ଦେବି ତ ତାହା ପାଇଁ ସାଷ୍ଟାଙ୍ଗ ପ୍ରଣିପାତର ମୁଣ୍ଡିଆ ମାରି ପଡ଼ିଯିବ। ଯେତେ ଦେବଦୂତ ଫରିସ୍ତା ଥିଲେ ସମସ୍ତେ ମୁଣ୍ଡିଆ ମାରିବା ପାଇଁ ନଇଁ ପଡ଼ିଲେ, କେବଳ ଇବ୍ଲିସ୍ ବ୍ୟତୀତ। ଶୈତାନ ମୁଣ୍ଡିଆ ମାରିବା ମାନଙ୍କ ମଧ୍ୟରେ ନଥିଲା। ପଚାରିଲି, ହେ ଇବ୍ଲିସ୍, ତୋତେ କ'ଣ ହେଲା କି ଯେ ମୁଣ୍ଡିଆ ମାରିବାକାରୀ ମାନଙ୍କ ଠାରୁ ଅଲଗା ରହିଲୁ? ଶୈତାନ କହିଲା, ମୋତେ ଗରଜ ପଡ଼ିନାହିଁ କି ଯେ ବାସକାରୀ ବସର ମଣିଷକୁ ସଜଦା ବା ମୁଣ୍ଡିଆ ମାରିବି, ଯାହାକୁ ତୁ ବାଜୁଥିବା ମାଟିରୁ ତିଆରି ଅଛୁ, ଯାହା କାଳିଆ ଗନ୍ଧିଆ ଖାତରୁ ବାହାରିଛି। କହିଲି, ବୈକୁଣ୍ଠ ଜନ୍ନତରୁ ବାହାରି ଯା, କି ତୁ ପାଜି ମର୍ଦୁଦ ଅଛୁ। ଏଥିରେ କୌଣସି ସନ୍ଦେହ ନାହିଁ କି ଯେ ସଂସାରର ସବୁ ମଣିଷ ମରି ଜୀଇ ଉଠିବାର ପରିଣାମ ପ୍ରାପ୍ତିର ମଇଦାନରେ ଜମା ହୋଇ ଠିଆ ହେବାର କୟାମତ ପର୍ଯ୍ୟନ୍ତ ତୋତେ ମୋର ଲାଞ୍ଛନା। ଶୈତାନ କହିଲା, ହେ ମୋର ରବ୍ ବା ପ୍ରଭୁ, ତୁ ମୋତେ ମୋହଲତ ଅବସର ଦେ ସେହି ଦିନ ପର୍ଯ୍ୟନ୍ତ କି ଲୋକେ ପୁନର୍ଜୀବିତ ହୋଇ ଉଠନ୍ତୁ। ତୋତେ ମୋହଲତ ଦେଲି, ତୁ ସେମାନଙ୍କ ମଧ୍ୟରେ ଅଛୁ ଯେଉଁମାନେ ସେହି ବିଚାର ଦିବସ କୟାମତ ବୋଲି ଜାଣନ୍ତି। କହିଲା, ହେ ପ୍ରଭୁ ମୋର, ତୋର ରାଣ ଏହାର କି ତୁ ମୋତେ ବାଟ ଭୁଲା କଲୁ। ମୁଁ ମଧ୍ୟ ମଣିଷକୁ ଭୂମି ବା ପୃଥିବୀରେ ଭୁଲାଇ ଦେବି। ଜରୁର ମୁଁ ସେମାନଙ୍କୁ ବିପଥଗାମୀ କରାଇବି। ମାତ୍ର ଯିଏ ସେମାନଙ୍କ ମଧ୍ୟରୁ ନିର୍ବାଚିତ ଭକ୍ତ ଥିବେ, ସେମାନଙ୍କୁ ମୁଁ ପଥଭ୍ରାନ୍ତ କରାଇ ପାରିବି ନାହିଁ। କହିଲି, ଏକେଶ୍ୱରବାଦର ମୋର ଆଲ୍ଲାହର ଧର୍ମୀୟ ରାସ୍ତା ସିଧା ମୋରି ଆଡ଼କୁ ଆସିଥାଏ। ନିଶ୍ଚୟ ମୋର ବନ୍ଦା ବା ଭକ୍ତଙ୍କ ଉପରେ ତୋର କିଛି କାବୁ ରହିବ ନାହିଁ, କେବଳ ସେଇ ଗୁମରାହ ପଥହୁଡ଼ା ଭକ୍ତ ଯିଏକି ତୋର ସାଥୀ ଦେବେ। ନିଶ୍ଚୟ ଜହେନ୍ନମ ବା ନର୍କ ସେ ସବୁଙ୍କର ଠିକଣା ବୋଲି ମୁଁ ୱାଦା ସଂକଳ୍ପ କରୁଛି। ନିରୂପିତ ଧାର୍ଯ୍ୟ, ହେ ମଣିଷ, ମରିବା ପର୍ଯ୍ୟନ୍ତ ନିଜର ରବ୍ ବା ପ୍ରଭୁ ଆଲ୍ଲାହର ଇବାଦତ ବା ଆରାଧନାରେ ରୁହ। ମଣିଷ, ତୁମେ ଜାଣୁନଥିବା ଅଜଣା ଚିଜ ପାଇଁ ମୋର ପ୍ରଦତ୍ତ ଉପାର୍ଜନମାନଙ୍କରୁ ଭାଗ ନିରୂପିତ କରୁଅଛ। ମୁଁ ଖୋଦା ରାଣ ଦେଇ କହୁଛି, ତୁମମାନଙ୍କୁ ଜରୁର ପଚରାଯିବ ଯାହା କିଛି ମିଥ୍ୟା କାମ କରୁଥିଲ। ମନମାନି କାମ କରନା। ହେ ମଣିଷ, ଯଦି ଆଲ୍ଲାହ ଲୋକଙ୍କୁ ସେମାନଙ୍କର ଅତ୍ୟାଚାର ଉପରେ ବନ୍ଦୀ କରନ୍ତା ତ ଭୂମିରେ କାହାରିକୁ ଛାଡ଼ିବାକାରୀ କରିନଥାନ୍ତି, ପରନ୍ତୁ ଏକ ନିର୍ଦ୍ଦିଷ୍ଟ ସଂକଳ୍ପ ପର୍ଯ୍ୟନ୍ତ ମୋହଲତ ଦେଇଥାଏ। ପୁଣି ଯେବେ ସେମାନଙ୍କର ସଂକଳ୍ପ ଆସିଯିବ ତ ଗୋଟିଏ ମିନିଟ ବି ଏପଟ ସେପଟ ଆଗପଛ ହେବ ନାହିଁ। ହେ ମଣିଷ, ଯଦି ଆଲ୍ଲାହ ଚାହାନ୍ତା ତ ତୁମ ସମସ୍ତଙ୍କୁ ଏକ ହିଁ ଧର୍ମର ଅନୁଗାମୀ କରାନ୍ତା, ପରନ୍ତୁ ଆଲ୍ଲାହ ପଥହୁଡ଼ା କରାଏ ଯାହାକୁ ଚାହେଁ ଆଉ ବାଟ ଦେଖାଏ ଯାହାକୁ ଚାହେଁ। ଅବଶ୍ୟ ଜରୁର ତୁମକୁ ତୁମର କାମ ସମ୍ପର୍କରେ ପଚରାଯିବ। ପାଠ ନାହେଲ କୋରାନ ଭାଗ 14। ହେ ମଣିଷ, ବଦଖର୍ଚ୍ଚ କରନା। ଯିଏ କରେ ସେ ଶୈତାନର ଭାଇ, ଆଉ ଶୈତାନ ନିଜ ପ୍ରଭୁର ସବୁଠୁ ବଡ଼ ଅକୃତଜ୍ଞ। ପାଠ ବନି ଇସ୍ରାଇଲ। ଆଲ୍ଲାହ
କହିଛନ୍ତି, ହେ ଶୈତାନ, ଯିଏ ତୋର ଅନୁଗତ ହେବ ତ ନିଶ୍ଚୟ ସମସ୍ତଙ୍କର ବଦଳ ହେବ ନର୍କରେ ଥାଇ ଭର୍ତ୍ତିପୂର୍ଣ୍ଣ ଶାସ୍ତି ଭୋଗ। ଶୈତାନ ମଣିଷକୁ ଠକାମିର ସଂକଳ୍ପ ଦେଇଥାଏ। ମୁଁ ଆଲ୍ଲାହ ଯଥେଷ୍ଟ ଅଛି କାମ କରିବା ପାଇଁ। ପାଠ ବନି ଇସ୍ରାଏଲ। ଶୈତାନ ଜିନ୍ ବଂଶଧର। ପାଠ କାହଫ। କିଛି ଲୋକ ଧର୍ମକୁ ନେଇ ଆଲ୍ଲାହଙ୍କ ମାମଲାରେ ଝଗଡ଼ା କରିଥାନ୍ତି। ଅଜ୍ଞତା ଅବୁଝାରେ ଥାଏ। ପ୍ରତ୍ୟେକ ଚାଲବାଜି ଶୈତାନର ଅନୁଗାମୀ ହୋଇ କେବେ ହେଲେ ବି ଅବିଶ୍ୱାସୀ ବା କାଫିର ଏହା ନ ଭାବନ୍ତୁ କି ସେମାନେ ମୋର ଆଲ୍ଲାହର କାବୁରୁ ବାହାରି ଯିବେ। ସେମାନଙ୍କର ଠିକଣା ନିଆଁ ଅଛି। ନିଶ୍ଚୟ ଏହା ମନ୍ଦ ପରିଣାମ। ହେ ମଣିଷ, ଯଦି ଶୈତାନ ତୋତେ କୌଣସି ଆଘାତ ଦିଏ ତ ଆଲ୍ଲାହର ଆଶ୍ରା ମାଗ। ଆଲ୍ଲାହଙ୍କ ଛଡ଼ା ତୋତେ ଅନ୍ୟ କେହି ଉଚିତ ଶରଣ ଦେଇପାରିବ ନାହିଁ। ତୁମ ସମସ୍ତଙ୍କୁ ଆଲ୍ଲାହର ପାଖକୁ ମରିକି ଫେରିବା ଅଛି। ସେ ବତାଇ ଦେବ ତମେ ମର୍ତ୍ତ୍ୟରେ ବା ମରଣଶୀଳ ଜଗତରେ କ'ଣ ସବୁ କରିଥିଲ। ଆଲ୍ଲାହ ସବୁକିଛି ଜାଣେ। ମୋର ଆଲ୍ଲାହର ସବୁକିଛି କରିବା ସମୟ ନିରୂପିତ। ସେ ସମୟ ନ ଆସିବା ପର୍ଯ୍ୟନ୍ତ ମୁଁ ଆଲ୍ଲାହ କିଛି କରିନଥାଏ। ହେ ମଣିଷ, ଶୈତାନର ପଦାଙ୍କ ଅନୁସରଣ କରେନା। ସେ ତୋତେ ଭୁଲ ରାସ୍ତାରେ ହିଁ ନେଇଯିବ। ତୋତେ କ୍ଷତିର ବାଟ ହିଁ ଦେଖାଇବ। ତୋତେ ଅସହାୟ କରି ଛାଡ଼ି ପଳାଇବ। ଆଉ ତୁ ଜାଣିପାରିବୁ ନାହିଁ। ଅଗତ୍ୟା ମୋର ଏବଂ ମୋର ପୈଗମ୍ବରଙ୍କ ଆଦେଶ ମାନି ସଫଳତା ପା। ମୋର ଜନ୍ନତ ବା ବୈକୁଣ୍ଠକୁ ଆସ। ନର୍କକୁ ଚାଲିଗଲେ ଖସାରା ବା କ୍ଷତିଗ୍ରସ୍ତ ହେବୁ। ଧର୍ମର ପ୍ରକୃତ ବାଟ ବତାଇ ଦେଲି। ଚାଲିବା କାମ ତୋର। ଚାଲି ନ ଜାଣି ବାଟର ଦୋଷ ଦେନା। କୟାମତ ପର୍ଯ୍ୟନ୍ତ ଅନ୍ୟ କେହି ବାର୍ତ୍ତାଧର ପୈଗମ୍ବର ଆସିବେ ନାହିଁ କିମ୍ବା ଆଉ କୌଣସି ଆକାଶୀ ପୁସ୍ତକ ଅବତରିତ ହେବ ନାହିଁ। ତେଣୁ ମଣିଷ, ଶୈତାନର ପ୍ରଲୋଭନରେ ପଡ଼ି ମୂର୍ଖ ଅଜ୍ଞ ହୁଅନା। କୋରାନ ଯେ ଆଲ୍ଲାହ ଅବତରିତ ଆକାଶୀ ବହି ନୁହେଁ ଯଦି କହୁଥାଉ ତେବେ ତାର ଦଲିଲ ବା ପ୍ରମାଣ ଦେଖା। ମୁଁ ଆଲ୍ଲାହ ବାଜି ମାରି କହୁଛି, ପ୍ରମାଣ ଦେଇପାରିବୁ ନାହିଁ। ଅତଏବ ଡର ସେଇ ନିଆଁକୁ ଯାହାର ଇନ୍ଧନ ମଣିଷ ଓ ପଥର ଅଛି, ପ୍ରସ୍ତୁତ ହୋଇ ରହିଛି ଅବିଶ୍ୱାସୀ କାଫିରମାନଙ୍କ ପାଇଁ। ମରଣଶୀଳ ମର୍ତ୍ତ୍ୟର ଜୀବନ ଖେଳକୁଦର ଧନ ସମ୍ପଦର ବଡ଼ାଇ ନେଇ ଜଣେ ଅନ୍ୟଠାରୁ ଟପିଯିବାର ଦୁରାଶା, ଫୁଟାଣି ଗର୍ବ ପ୍ରକାଶର ବୃଥାପଣ, ମିଛ ଆଟପ। ହେ ମଣିଷ, ଶୈତାନ ତୋର ମୁକ୍ତ ଶତ୍ରୁ। ଇନ୍ନ ଶୈତାନ ଲିଲ୍ ଇନସାନ ଅଦୁଉମ୍ ମୁବିନ୍। କୋରାନ ପାଠ ୟୁସୁଫ। ନିଃସନ୍ଦେହତଃ ଶୈତାନ ମଣିଷର ମୁକ୍ତ ଶତ୍ରୁ ଅଛି। କୋରାନ ଶ୍ଲୋକ ବା ଆୟେତ୍ର ଏହାର ମାନେ ବା ଅର୍ଥ।